ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ ବିହାର କଲୋନୀ ଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ରୁଧିରା ପରଣ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଡିଏଭି ସମୂହ ଘର ଆଞ୍ଚଳିକ ଅଧିକାରୀ ସୁରେନ୍ଦ୍ର କୁମାର ଭୋଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଏମସିଏଲ ଜଗନ୍ନାଥ କ୍ଷେତ୍ରର ଏପିଏମ୍ ବିରଞ୍ଚି ନାରାୟଣ ଦାସ ଯୋଗଦାନ କରି ଏଭଳି ଉତ୍ତମ ପଦକ୍ଷେପ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଏମସିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷମାନେ ଏହି ଶିବିରରେ ଯୋଗଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସ୍କାଉଟ ଗାଇଡ୍ ଏନସିସି ରେଡକ୍ରସ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବହୁ ସଂଖ୍ୟାରେ ରକ୍ତଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଶିବିରରେ 130 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସମାଜସେବୀ ଯୋଗେନ୍ଦ୍ର ବେହେରା ଏବଂ ବିଦ୍ୟାଳୟର ଶିକ୍ଷକ ସୀତାରାମ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। ତାଳଚେରରୁ ଉତ୍ତମ ଦାସଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ତାଳଚେର ବଲ୍ଲର ଛକସ୍ଥିତ ଘରୋଇ ନର୍ସିଂହୋମ୍ କ୍ରିଷ୍ଣା କ୍ଲିନିକ ନାମରେ ସାଂଘାତିକ ଅଭିଯୋଗ ଆଣିଲେ 84 ବର୍ଷର ବୃଦ୍ଧା ମହିଳା ଅନ୍ନପୂର୍ଣ୍ଣା ପରିଡ଼ା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଗୁରୁବାଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ହାତକୁ ନେଉଥିବା ବେଳେ କିଛି ଟାଉଟର ଓ ସ୍ୱାର୍ଥବାଦୀ ବ୍ୟକ୍ତି ବିଶେଷ ଯୋଜନାକୁ ଲୁଟି ନେବାରେ ବ୍ୟସ୍ତ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାଟି ଅତି ଉତ୍ତମ ଥିବାବେଳେ ସେବା ପାଇଁ ଆସୁଥିବା ବ୍ୟକ୍ତିମାନଙ୍କ ଜରିଆରେ ବିଭିନ୍ନ ଉପାୟରେ ଲୁଟୁଛନ୍ତି ଛୋଟ ବଡ଼ କ୍ଲିନିକ ଗୁଡ଼ିକ। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ତାଳଚେର ବଲ୍ଲର ଛକ ନିକଟସ୍ଥ କ୍ରିଷ୍ଣା କ୍ଲିନିକ ନାମରେ। ଏଠାରେ 84 ବର୍ଷର ବୃଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବୀମା ସୁବିଧା ଥାଇ ମଧ୍ୟ ଓଲଟା ଦୁର୍ବ୍ୟବହାର କରି ବୃଦ୍ଧାଙ୍କୁ ନର୍ସିଂହୋମରୁ ତଡ଼ି ଦେଇଥିଲେ ମ୍ୟାନେଜର। ସେଥିପାଇଁ ବୃଦ୍ଧା ଜଣକ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଳଚେରରୁ ଉତ୍ତମ ଦାସଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।